ସମସ୍ତଙ୍କୁ 2025 ମସିହାର ଖ୍ରୀଷ୍ଟ ଜନ୍ମ ପର୍ବର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଲୁକଲିଖିତ ସୁସମାଚାର ତାର 2 ପର୍ବ 10 ପଦ ଏବଂ 11 ପଦରେ ଲେଖାଯାଏ, ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ। ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି, କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଏହି ବାକ୍ୟ ଦ୍ୱାରା ଆପଣମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି। ଆଉ ଏହି ବାକ୍ୟକୁ ନେଇ ଗୋଟେ ବାକ୍ୟ ଗୀତି ବା ଗୀତି କବିତା ଲେଖିଛି, ଆଉ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିବାକୁ ଚାହୁଁଛି। ଦୂତ ଉଭା ହୋଇ ଆଦରେ କହଇ, ଭୟ କର ନାହିଁ କେହି, ସମସ୍ତଙ୍କ ପାଇଁ ସମ୍ବାଦ ଆଣିଛି, ଆନନ୍ଦର ସୀମା ନାହିଁ। ଦୂତ ଉଭା ହୋଇ ଆଦରେ କହଇ, ଭୟ କର ନାହିଁ କେହି, ସମସ୍ତଙ୍କ ପାଇଁ ସମ୍ବାଦ ଆଣିଛି, ଆନନ୍ଦର ସୀମା ନାହିଁ। ଦାଉଦ ନଗରରେ ଜନ୍ମ ନିଅନ୍ତି ଜଗତର ତ୍ରାଣକାରୀ, ଗୁହାଳ କୁଣ୍ଡରେ ଜୀବନ୍ତ ଆହାର, ଖ୍ରୀଷ୍ଟ ପ୍ରଭୁ ନାମ ଧରି। ଗୁହାଳ କୁଣ୍ଡରେ ଜୀବନ୍ତ ଆହାର, ଖ୍ରୀଷ୍ଟ ପ୍ରଭୁ ନାମ ଧରି। ପ୍ରଭୁ ଆମକୁ ପ୍ରଚୁର ଆଶୀର୍ବାଦ କରନ୍ତୁ, ତାଙ୍କର ଅନୁଗ୍ରହ ଦୟା ଦ୍ୱାରା ଆମର ଏହି ବର୍ଷ ଜନ୍ମ ପର୍ବ ଦେଖିବାର ସୁଯୋଗ ପାଇବା, ଆମମାନଙ୍କର ହୃଦୟ ଅନ୍ତଃକରଣରେ ତାଙ୍କୁ ସ୍ଥାନ ଦେବା ଏବଂ ଜଗତରେ ବଞ୍ଚୁ ବଞ୍ଚୁ ସାକ୍ଷ୍ୟମୟ ଜୀବନଯାପନ କରିବା। ଧନ୍ୟବାଦ।